ତାଙ୍କୁ କ'ଣ ଶୋଷ ଲାଗୁଛି, ତୃଷା ଲାଗୁଥିବ, ସେଥିପାଇଁ ସେ ପାଣି ଜଳ ମାଗୁଥିବେ ମୋତେ ହେଲା। ତାପରେ କ'ଣ ହେଲା, କୋଇଲି ବୋଲ ଯେବେ ନ ଶୁଣିବେ ମୋର, ବୋଲିବେ କେ ଘେନି ଗଲା ସୀତାକୁ ଆମ୍ଭର ଲୋ କୋଇଲି ହେଲା। ପୁଣି କୋଇଲି ଆଗରେ ସେ ଦୁଃଖରେ ପ୍ରକାଶ କରୁଛନ୍ତି କି କୋଇଲି ମୁଁ ଯେବେ ନ ଶୁଣିବି, ଯେବେ ନ ଶୁଣିବେ ମୋର ହେଲା। ତାଙ୍କର ସେ କହିଛନ୍ତି ଯେବେ ନ ଶୁଣିବେ ମୋର, ମାନେ ଯେତେବେଳେ ଏତେ ଡାକିବା ସୁଦ୍ଧା ବି କ'ଣ ସିଏ ମୋ ସ୍ୱର ଶୁଣିବେନି, ସେ ମୋ କତିରୁ କିଛି ଉତ୍ତର ପାଇବେନି, ସେତେବେଳେ କ'ଣ ଭାବିବେ, ବୋଲିବେ, ଭାବିବେ କି କ'ଣ ବେନି ଗଲା ସୀତାଙ୍କୁ ଆମ୍ଭର ଲୋ ଘେନିଗଲା। କିଏ ଘେନିଗଲା? ଘେନି ଯାଇଛି କିଏ, ମୁଁ ସୀତାଙ୍କୁ ନେଇକି ପଳେଇଛି ବୋଲି ସେ ଭାବିବେ। ତାପରେ କହିଲେ କୋଇଲି ଭାଇ ବେନି ବନେ ବୁଲୁଥିବେ, ଭଲା ଲୋକ ଦେଖିଲେ ବାରତା ପଚାରିବେ ଲୋ ହେଲା। ଯେତେବେଳେ କହିଲେ ଭାଇ ବେନି ବନେ ବୁଲୁଥିବେ, ପୁଣି ଯେତେବେଳେ ଦେଖିବେ କି ମୁଁ କୁଟୀରରେ ନାହିଁ ବୋଲି ମୋତେ କିଏ ନେଇଯାଇଛି, ସେତେବେଳେ କ'ଣ କରିବେ, ବେନି ଭାଇ ଦୁଇ ଭାଇ ବୁଲିବେ କେଉଁଠି ନା ବନରେ, ବନରେ ବୁଲୁଥିବେ। ତାପରେ କ'ଣ ହେବ, ଭଲ ଲୋକକୁ ଦେଖିଲେ, ଯେଉଁ ଭଲ ଲୋକମାନଙ୍କୁ ଦେଖିଲେ କ'ଣ କରିବେ ନା ବାର୍ତ୍ତା ପଚାରିବେ, ସୀତା କେଉଁଠିକି ଗଲେ, ନା ତାଙ୍କୁ କିଏ ନେଇଯାଇଛି ନା କିଏ ନେବାର ତୁମେ ଦେଖିଛ, ତାଙ୍କୁ ସେଇ କଥା ପଚାରିବେ ସୀତାଙ୍କୁ ହେଲା। ତାପରେ କ'ଣ ହେଇଥିବ ନା କୋଇଲି ମଡ଼ିଆ ଦୁଆରେ ବେନି ଭାଇ, ମୋତେ ଡାକୁଥିବେ କାନ୍ତ ମୃଗ ଭାର ଥୋଇଲ ହେଲା। ପୁଣି କହିଲେ ମଡ଼ିଆ, ଏଠି ଦେଖ କୁଟୀରକୁ ପୁଣି ମଡ଼ିଆ ବି କହିଲେ, ସେଠି ବି କହିଥିଲେ ଆଉ ଗୋଟେ ଶବ୍ଦ, ଏଠି ଆଉ ଗୋଟେ ଶବ୍ଦ କହିଲେ ମଡ଼ିଆ ଦୁଆରେ ବେନି ଭାଇ, କୁଡ଼ିଆ ଆଗରେ ଦୁଆରେ ବେନି ଭାଇ ଦୁଇ ଭାଇ ଠିଆ ହେଇ ମୋତେ ଡାକୁଥିବେ, ସୀତାଙ୍କୁ ଡାକୁଥିବେ କ'ଣ ନା କାନ୍ତ ମୃଗ ଭାର ଥୋଇ ଦେଇଲୋ। କେମିତି ଡାକୁଥିବେ ନା କାନ୍ତ ମୃଗ ଭାର, ତାଙ୍କ କାନ୍ତ ରାମଚନ୍ଦ୍ର ତାଙ୍କ ସେ ଯେଉଁ ମୃଗକୁ ଆଣିବାକୁ ଯାଇଥିଲେ, ସେଇ ମୃଗର ଭାରକୁ ସେ ଦୁଆରେ ଥୋଇ ଦେଇକି ସତୀ ସୀତାଙ୍କୁ ସେଇ ଦୁଆର ମୁହଁରେ ଡାକୁଥିବେ। କୋଇଲି ଯିବ ଯିବା ପ୍ରାୟ ହେଉଥିବେ, ମାସକ ଯେ ଲକ୍ଷେ ଯୁଗ ପରାୟ ମଣିବେ ଲୋ କୋଇଲି ହେଲା। କ'ଣ କହିଲେ ନା ଯିବ ଯିବା ପ୍ରାୟ ହେଉଥିବେ, ମାନେ ଯେମିତି ଜୀବନ ଯିବାର ଭଳିଆ ହେଉଥିବେ, ମାନେ ସେ ବ୍ୟସ୍ତ ହେଇ ପଡ଼ୁଥିବେ ହେଲା। ଆର ଅର୍ଥ ହେଉଛି ବ୍ୟସ୍ତ ହେଇ ପଡ଼ୁଥିବେ। କ'ଣ ପାଇଁ ନା ଦେଖ ଯିବା ପ୍ରାୟ ଯିବ ହେଉଥିବେ, ଯୁଗ ଉପଲକ୍ଷେ ପାଏ ଯେ ମାସକ ମଣିବେ ହେଲା। ଗୋଟିଏ ଯୁଗକୁ ସେ କ'ଣ ଗୋଟେ କିଛି ସମୟକୁ ସେ ମାସକେ ମଣିବେ ବୋଲି ଏଠି କୁହାଯାଇଛି ହେଲା। ମାସକ ଯେ ଲକ୍ଷେ ଯୁଗ, ଗୋଟେ କ୍ଷଣକୁ ସେ ମାସେ ବୋଲି ମଣିବେ, ଆଉ ଗୋଟେ ମାସକେ ଯେ ଲକ୍ଷେ ଯୁଗ, ଗୋଟିଏ ମାସକୁ ସେ ଲକ୍ଷ ଯୁଗ ଭଳି ମଣିବେ ହେଲା, ଯେତେବେଳେ ସେ ସୀତାଙ୍କୁ ପାଖରେ ନ ପାଇବେ, ସେଇ କଥା କହିଛନ୍ତି। ତାପରେ କ'ଣ କହିଲେ ଦେଖ, କୋଇଲି ବାରୁଥିବେ ମୋର ନାମ ଧରି ହେଲା। ହଁ ରାବୁଥିବେ ମୋର ନାମ ଧରି, ରାତ୍ର ଦିବା ନୟନରୁ ବହୁଥିବ ବାରିଲୋ। କହିଲେ ରାବୁଥିବେ ମାନେ କ'ଣ, ବହୁତ ଥର ଡାକୁଥିବେ ସୀତାଙ୍କୁ ହେଲା, ସମ୍ବୋଧନ କରି ଡାକୁଥିବେ। ରାବୁଥିବେ ମୋର ନାମ ଧରି, ତାଙ୍କ ନାମ ଧରିକି ରାବୁଥିବେ ହେଲା। ରାତ୍ର ଦିବା ହେଲା, ଦିନ ରାତି ସେ କ'ଣ କରୁଥିବେ ନା ନୟନରୁ ବହୁଥିବ ବାରି ମାନେ ଜଳଧାର ହେଲା, ନୟନରୁ ତାଙ୍କର ଜଳଧାର ବହୁଥିବ, ଦିନ ରାତି ସେ ତାଙ୍କ ନାମ ଧରିକିରି ଡାକୁଥିବେ, ଆଉ କ'ଣ କାନ୍ଦୁଥିବେ ବୋଲିକି କହିଛନ୍ତି। କୋଇଲି ଲଙ୍କାର ରାବଣ ଆଣିବାର, ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର ଲୋ କୋଇଲି। କହିଲେ କି ଲଙ୍କାର ରାବଣ ଆଣିବାର, ଲଙ୍କାର ରାବଣ କିଏ ନା ଲଙ୍କାରେ ରହୁଛି ଯେ ରାବଣ ହେଲା, ସେ ତାଙ୍କୁ ଆଣିଛନ୍ତି କାହାକୁ ନା ସୀତାଙ୍କୁ। ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର ଲୋ, କହୁଛନ୍ତି ଲକ୍ଷ୍ମଣ ସହିତ କାନ୍ତେ କି ରାମଚନ୍ଦ୍ର, ନୋହିଲେ ଗୋଚର, ସିଏ ଏପର୍ଯ୍ୟନ୍ତ କ'ଣ ଜାଣିପାରିଲେନି ହେଲା, ଜାଣିପାରିଲେନି କି ସୀତାଙ୍କୁ କିଏ ଲଙ୍କାର ରାବଣ ଆଣି ନେଇଛି ବୋଲିକି, ତାଙ୍କ ଖବର କ'ଣ ସେ ଏଯାଏ ପାଇନାହାନ୍ତି ବୋଲିକି ସେ କହିଛନ୍ତି। କୋଇଲି ବାରତା ପାଇଲେ ପ୍ରାଣନାଥ,
ବାରାନିଧି ବାନ୍ଧେଣ ଆସିବେ ବେନି ଭ୍ରାତଲ ହେଲା। କହିଲେ ବାରତା ମାନେ ତାଙ୍କର ଯେତେବେଳେ ବାର୍ତ୍ତା ପାଇବେ, କଥା ଶୁଣିବେ କି କିଏ ନେଇଛନ୍ତି ପ୍ରାଣନାଥ, ଏଠି ରାମଚନ୍ଦ୍ରଙ୍କୁ କହିଲେ ହେଲା। ରାବଣକୁ ସୀତା ନେଇଯାଇଛି ବୋଲି ଯେତେବେଳେ ସେ ଶୁଣିବେ, ସୀତାଙ୍କୁ ରାବଣ ନେଇଯାଇଛି ବୋଲି ଯେତେବେଳେ ସେ ଶୁଣିବେ, ସେତେବେଳେ କ'ଣ କରିବେ ନା ବାରାନିଧି ମାନେ ବନ୍ଧ ବାନ୍ଧିକିରି ସେ ଆସିବେ କୋଉଠିକି, ବେନି ଭ୍ରାତ, ଦୁଇ ଭାଇ ବନ୍ଧ ବାନ୍ଧିକିରି ଆସିବେ ଏଇ ଲଙ୍କାପୁରୀକୁ ହେଲା, ଲଙ୍କା ନଗରୀକୁ। କୋଇଲି ଶତ୍ରୁ ରାବଣକୁ ବିନାଶିବେ, ଶାଢ଼ୀ ବାନ୍ଧି ବିଭୀଷଣେ ରାଜା କରାଇବେଲୋ ହେଲା। କହିଲେ କି ଶତ୍ରୁ ରାବଣକୁ ହେଲା, ଏଇ ତାଙ୍କର ଶତ୍ରୁ ରାବଣକୁ ସେ କ'ଣ କରିବେ ନା ବିନାଶ କରିବେ ହେଲା। ବିନାଶିବେ ମାନେ ମୃତ୍ୟୁଦଣ୍ଡ ଦେବେ ବା ବିନାଶ କରିବେ। ତାପରେ ଶାଢ଼ୀ ବାନ୍ଧି ବିଭୀଷଣ ରାଜା କରାଇବେଲୋ। ଯେତେବେଳେ ରାବଣ ମରିଯିବ, ରାବଣ ଲଙ୍କାର ରାଜା ଥିଲେ, ଯେତେବେଳେ ରାବଣ ମରିଯିବ ସେତେବେଳେ କ'ଣ ହବ, ସେ ରାଜ୍ୟର ରାଜା କିଏ ହବ ନା ସେଇ ରାବଣର ଭାଇ ବିଭୀଷଣଙ୍କୁ ରାଜା କରିବେ ବୋଲିକି କହିଛନ୍ତି। ପୁଣି କ'ଣ କହିଲେ, କୋଇଲି ଶ୍ରୀରାମ ଲକ୍ଷ୍ମଣ ବେନି ଭାଇ ହେଲା। କହିଲେ କୋଇଲି ଶ୍ରୀରାମ ଆଉ ଲକ୍ଷ୍ମଣ ବେନି ଭାଇ, ଶିଷ୍ଟ ପାଳି ଦୁଷ୍ଟ ନାଶୀ କ'ଣ ଉଷ୍ଣାସନ୍ତି ମହିଲ ହେଲା। କହିଲେ କି କୋଇଲି ରାବଣ ଯୋଉ ଶ୍ରୀ ରାମଚନ୍ଦ୍ର ଆଉ ଲକ୍ଷ୍ମଣ ହଉଛନ୍ତି କ'ଣ ବେନି ଭାଇ, ଦୁଇ ଭାଇ। ଶିଷ୍ଟ ପାଳି ହେଲା, ଶିଷ୍ଟ ପାଳି ଦୁଷ୍ଟ ନାଶୀ, ସେ ଶିଷ୍ଟ ପାଳିଛନ୍ତି ମାନେ କ'ଣ, ମାନେ ଭଲ କର୍ମ କରୁଛନ୍ତି ସବୁବେଳେ ହେଲା। ସେଥିପାଇଁ ଶିଷ୍ଟ ପାଳି ଦୁଷ୍ଟ ନାଶୀ, ସେ ଦୁଷ୍ଟକୁ ନାଶ କରିବେ, ଯେ ରାବଣକୁ ନଷ୍ଟ କରିବେ ହେଲା, ଦୁଷ୍ଟ ଯେଉଁମାନେ ତାକୁ ନଷ୍ଟ କରିବେ। ତାପରେ କ'ଣ ଉଷ୍ମାସନ୍ତି ମହିଲ ହେଲା, ମହିକୁ ଉଷ୍ମାସନ୍ତି ମାନେ ଉଦ୍ଧାର କରିବେ ହେଲା, ମହିକୁ ପୃଥିବୀକୁ ଏଇ ଦୁଷ୍ଟମାନଙ୍କ ପାଖରୁ ସେ ଉଦ୍ଧାର କରିବେ ବୋଲି କହିଛନ୍ତି। କୋଇଲି ଶୁଭେ ହୋଇ ଲଙ୍କାରେ ପ୍ରବେଶ, ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ ଲୋ କୋଇଲି। କହିଲେ କି ଶୁଭେ ହୋଇ ଲଙ୍କାରେ ପ୍ରବେଶ, ଶୁଭ ମୁହୂର୍ତ୍ତରେ ସେ କ'ଣ କରିବେ ନା ଲଙ୍କାରେ ଯାଇ ପ୍ରବେଶ କରିବେ ହେଲା। ଶୁଭ ଅନୁକୂଳରେ ସେ ଯାଇ ଲଙ୍କାରେ ପ୍ରବେଶ କରିବେ। ତାପରେ କ'ଣ କରିବେ, ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ ଲୋ, ମୋତେ ସାଙ୍ଗରେ ନେଇ ସେ କ'ଣ କରିବେ, ନିଜ ଦେଶ ଚଳିଯିବେ ହେଲା, ନିଜ ଦେଶକୁ ଯିବେ। ନିଜ ଦେଶ କୋଉଠି ନା ଅଯୋଧ୍ୟା ହେଲା। କୋଇଲି ହେବେ ମୋତେ ଘେନି ଅଭିଷେକ, ହରଷେ ଖଟିବେ ତାଙ୍କ ପାତ୍ର ମନ୍ତ୍ରୀ ଲୋକ ଲୋ କୋଇଲି। କହିଲେ ହେବେ ମୋତେ ଘେନି ଅଭିଷେକ, ମୋତେ ଘେନିକି ହେଲା, ମୋତେ ନେଇକି ସେ ଅଭିଷେକ ହେବେ। ଅଭିଷେକ କ'ଣ ପାଇଁ ହେବେ ନା ଯେତେବେଳେ ସେ ରାମଚନ୍ଦ୍ର ଯେତେବେଳେ ରାଜା ହେବାକୁ ଯାଉଥିଲେ, ରାଜା ହେବା ପାଇଁ ଯେତେବେଳେ ନିଷ୍ପତ୍ତି ନେଇଥିଲେ କିଏ, ଦଶରଥ, ସେତେବେଳେ ତାଙ୍କୁ କିଏ କୈକେୟୀ ତାଙ୍କ ଦୁଇଟି ବର ମାଗିଥିଲେ, ଯାହାଦ୍ୱାରା କି ରାମଚନ୍ଦ୍ର ବନବାସ ଗଲେ। ସେତେବେଳେ ସେ ରାଜ ଗାଦିରେ ସେ ଅଭିଷେକ ହେଇଥାନ୍ତେ ନା, ରାଜ୍ୟଭାରକୁ ବହନ କରିଥାନ୍ତେ। ସେ କହିଛନ୍ତି କି ଯେତେବେଳେ ମୋତେ ନେଇକି ସେ ରାଜ୍ୟକୁ ଯିବେ, ଅଯୋଧ୍ୟାକୁ ଯିବେ, ସେତେବେଳେ ସେ ମୋତେ ଘେନିକି, ମୋତେ ସାଙ୍ଗରେ ନେଇକି ସେ କ'ଣ କରିବେ ନା ଅଭିଷେକ ହେବେ, ରାଜଗାଦିରେ ସେ ବସିବେ। ହରଷେ ଖଟିବେ ତାଙ୍କ ପାତ୍ର ମନ୍ତ୍ରୀ ଲୋକେ ଲୋ, ହରଷେ ଖୁସିରେ, ହରଷ ମାନେ ଖୁସିରେ ହେଲା, ଖୁସିରେ ଖଟିବେ ତାଙ୍କ ସହିତ, ଖୁସିରେ ସବୁ ତାଙ୍କ ପାତ୍ର ମନ୍ତ୍ରୀ ଯେଉଁ ପ୍ରଜାମାନେ ରହିଲେ, ଆଉ ଯେତେକ ପାତ୍ର ମନ୍ତ୍ରୀମାନେ ସବୁ ରହିଲେ, ସମସ୍ତେ କ'ଣ ଖୁସିରେ ହେଲା, ହରଷ ଚିତ୍ତରେ ସମସ୍ତେ ତାଙ୍କ ପାଖରେ ତାଙ୍କ ଆଜ୍ଞାକୁ ପାଳନ କରିବେ। ଖଟିବେ ମାନେ ତାଙ୍କ ଆଜ୍ଞାକୁ ପାଳନ କରିବେ ହେଲା। ତାପରେ ଶେଷ 34 ନମ୍ବର ଦେଖ ଛନ୍ଦ। କୋଇଲି କ୍ଷମେ ରାମ ଅଯୋଧ୍ୟା ପ୍ରବେଶ ହେଲା, କ୍ଷକ୍ଷନ୍ଧେ ଭଣିଲେ ଗୀତା ବଳରାମ ଦାସ। କହିଲେ କ୍ଷମେ ରାମ ଅଯୋଧ୍ୟା ପ୍ରବେଶ, ଅଯୋଧ୍ୟାକୁ ରାମଚନ୍ଦ୍ର ତାପରେ କ'ଣ କରୁଛନ୍ତି, ପ୍ରବେଶ କରୁଛନ୍ତି ହେଲା। ତାପରେ କ'ଣ ହେଲା ନା କ୍ଷକ୍ଷନ୍ଧେ ଭଣିଲେ ଗୀତେ ବଳରାମ ଦାସ ଏହାକୁ ଭଣିଛନ୍ତି ବା ରଚନା କରିଛନ୍ତି ବୋଲିକି, ଗାଇଛନ୍ତି ବୋଲିକି ଏଠି କୁହାଯାଇଛି ହେଲା। ଏଇଠି ଆମର ସରିଗଲା କ'ଣ ନା କାନ୍ତ କୋଇଲି। ଧନ୍ୟବାଦ।